ଜୟ ଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଗୋଟିଏ ନୂତନ ଅଧ୍ୟାୟକୁ ବିଜ୍ଞ ଶ୍ରୋତା ଆଉ ଦର୍ଶକମାନଙ୍କୁ ସ୍ୱାଗତ କରୁଛି। ମୁଁ ନାରାୟଣ ମିଶ୍ର। ଆଜି ଆମେ ଜାଣିବା ଦ୍ରବ୍ୟ ଦୋଷ କେମିତି ଲାଗେ, ମାନେ ପର ଜିନିଷକୁ ନେଲେ କ'ଣ କ'ଣ ଦୋଷ ଲାଗେ ଏବଂ କିଭଳି ଦଣ୍ଡ ମିଳେ। ଯେଉଁ ଜିନିଷ ଉପରେ ଆମର ନିଜର ସତ୍ତ୍ୱ ନାହିଁ, ସମ୍ପୂର୍ଣ୍ଣ ରୂପେ ସେଇଟା ଆମର ନୁହଁ, ସିଏ ସଜୀବ ହେଉ ବା ନିର୍ଜୀବ ହେଉ, କୌଣସି ଜିନିଷ ବି ହେଉ, ତାକୁ ଆପଣେଇଲେ ଆମକୁ ଦ୍ରବ୍ୟ ଦୋଷ ଲାଗେ। ଅନ୍ୟର ଜମିବାଡ଼ି, ଟଙ୍କା ପଇସା, ଅନ୍ନ ଜଳ, ଝିଅ ବୋହୂ ବା ସ୍ତ୍ରୀ ଆପଣେଇବାକୁ ଆମେ ଅହରହ ଚିନ୍ତା କରୁଛୁ। ଦିନ ପ୍ରକାରର କେମିତି ତାକୁ ଆପଣେଇବା, ଆମେ ସେଥିପାଇଁ ଚେଷ୍ଟାରେ ଅଛୁ। କିନ୍ତୁ ଦ୍ରବ୍ୟ ଦୋଷର ଭୟାନକ ପରିଣାମ ଏକଥା ଆମେ ଜାଣିନେ ବା ଜାଣି ଶୁଣିକରି ନିଆଁ ଗିଳିବାକୁ ଯାଉଛେ। ଏବେ ଉଦାହରଣ ମାଧ୍ୟମରେ ବୁଝିବା। ଭୀଷ୍ମଙ୍କ ସରଶଯ୍ୟା ପାଖରେ ଭଗବାନ ଶ୍ରୀକୃଷ୍ଣ ଅନୁରୋଧ କଲେ ଯେ ରାଜା ଯେହେତୁ ଯୁଧିଷ୍ଠିର ବର୍ତ୍ତମାନ ସମ୍ରାଟ ହେଉଛନ୍ତି, ହେଇସାରିଛନ୍ତି, ତାଙ୍କୁ ଆପଣଙ୍କର କିଛି ଉପଦେଶ ଦରକାର। କେଉଁ ବିଷୟରେ? ଜୀବନର ସତ୍ମାର୍ଗ ଓ ରାଜାଙ୍କର ଉଚିତ କର୍ମ ବିଷୟରେ କିଛି ଉପଦେଶ ଦିଅନ୍ତୁ। ଏତକ ଶୁଣି ସେଠାରେ ଉପସ୍ଥିତ ଥିବା ଦ୍ରୌପଦୀ ଟିକେ ହସିଦେଲେ। ଭୀଷ୍ମ କହିଲେ, ମା ଦ୍ରୌପଦୀ, ତୁମେ କାହିଁକି ହସିଲ ମୁଁ ଜାଣେ। ତୁମେ ହସିଲ ଏଇଥିପାଇଁ ଯେ କୁରୁସଭାରେ ତୁମକୁ ଦୁଃଶାସନ ବିବସ୍ତ୍ର କରିବାକୁ ଗଲାବେଳେ ଯେଉଁ ଭୀଷ୍ମ ନୀରବରେ ମୁଣ୍ଡପାତି ସାମାନ୍ୟ ପ୍ରତିବାଦ କରିନଥିଲେ, ସିଏ କ'ଣ ମୋ ସମ୍ରାଟପତିଙ୍କୁ ରାଜକାର୍ଯ୍ୟ ବିଷୟରେ ଉପଦେଶ ଦେବେ? ତେବେ ଉତ୍ତରଟା ବି ଶୁଣି ରଖ। ସେତେବେଳେ ମୁଁ ଏକୁଟିଆ ନୁହଁ, ମୁଁ, ଗୁରୁ ଦ୍ରୋଣାଚାର୍ଯ୍ୟ, ମହାମନ୍ତ୍ରୀ ବିଦୁର ପ୍ରମୁଖ ପୁତ୍ର ସ୍ନେହରେ ଅନ୍ଧ ହୋଇଯାଇଥିବା ରାଜା ଯୁଧିଷ୍ଠିରଙ୍କ ଅନ୍ନ ଜଳରେ ଜୀବନଯାପନ କରୁଥିଲୁ। ତେଣୁ ତାଙ୍କ ଦ୍ରବ୍ୟ ଦୋଷ ହିଁ ଆମକୁ ଅନ୍ୟାୟର ପ୍ରତିରୋଧ ନ କରିବାକୁ ବାଧ୍ୟ କରୁଥିଲା। ମୁଁ ମୋ ରୋଜଗାର ବା ଆୟରେ ଯଦି ଚଳୁଥାନ୍ତି, ମୁଁ ଏକୁଟିଆ ମହାଭାରତ ଯୁଦ୍ଧ ଶେଷ କରିବାକୁ ସକ୍ଷମ ଥିଲି। ସମସ୍ତ ଯୋଦ୍ଧାଙ୍କୁ, ଦୁର୍ଯ୍ୟୋଧନ, ଶକୁନି, କର୍ଣ୍ଣ ଏବଂ ତୁମ ଯେତେ ପତି ଅଛନ୍ତି, ଏ ସମସ୍ତଙ୍କୁ ମୁଁ ଏକୁଟିଆ ପାରିଥାନ୍ତି ଯଦି ମୁଁ ଗୋଟାଏ ଅନ୍ୟାୟୀ ଅନ୍ଧ ଧୃତରାଷ୍ଟ୍ରର ଅନ୍ନ ଜଳରେ ନିଜକୁ ବଞ୍ଚଉ ନଥାନ୍ତି। ତେଣୁ ମୋତେ ଯେହେତୁ ସେସବୁ କରିବାକୁ ପଡ଼ିଲା, ଜାଣି ଶୁଣିକରି ଦ୍ରବ୍ୟ ଦୋଷ ମୋତେ ଲାଗିଲା, ତେଣୁ ମୁଁ ଏକୁଟିଆ ସେ ଦଶା ସବୁ ଭୋଗିଲି। ଇଏ ହେଲା ମହାଭାରତ କଥା। ମହାଭାରତରେ କେମିତି ଦ୍ରବ୍ୟ ଦୋଷ ଲାଗେ ଭୀଷ୍ମ ବୁଝେଇଥିଲେ। ଏବେ ଆସନ୍ତୁ ଭାଗବତ କଥା ଜାଣିବା। ଭାଗବତରେ ଯେତେବେଳେ ଶୁକମୁନି ପରୀକ୍ଷିତଙ୍କୁ ତକ୍ଷକ ଦଂଶନରୁ 7 ଦିନ ଭିତରେ ତକ୍ଷକ ଦଂଶନ କରିବା ଅଭିଶାପରୁ ରକ୍ଷା କରିବାକୁ ଭାଗବତ ଶୁଣୁଥିଲେ, ସେତେବେଳେ ଶୁକମୁନି ପରୀକ୍ଷିତ ରାଜା କହିଲେ, ମୋର ଗୋଟିଏ ସନ୍ଦେହ ଅଛି। ନା କୁହନ୍ତୁ, ପଚାରନ୍ତୁ। ନା ମୁଁ ତ ମୋର ଜୀବନକାଳ ଭିତରେ, ରାଜା ହେବା ଭିତରେ କୌଣସି ଅପରାଧ ଏମିତି କରିନି। ପ୍ରଜାବତ୍ସଳ ଥିଲି, ପ୍ରଜାମାନଙ୍କ କଥା ଶୁଣୁଥିଲି, କାହାର ମନ ଦୁଃଖ ହେଲା ଭଳି କଥା ବି ମୁଁ କହିନି। ତେବେ ମୋତେ କାହିଁକି ଏମିତି 7 ଦିନରେ ତକ୍ଷକ ଦଂଶନ କରୁ ଏଭଳି ଅଭିଶାପ ମିଳିଲା? ଶ୍ରୀକୃଷ୍ଣ ଟିକେ ହସିଲେ, କହିଲେ ଦ୍ରବ୍ୟ ଦୋଷ। ନା କ'ଣ ଦ୍ରବ୍ୟ ଦୋଷ? ନା ଯେତେବେଳେ ଜରାସନ୍ଧକୁ ଭୀଷ୍ମ ମାରିଲା, ଭୀଷ୍ମ କହୁଛି ଯେତେବେଳେ ଭୀମ ମାରିଲା, ସେତେବେଳେ ତା'ର ପାଖରେ ଗୋଟେ ମୁକୁଟ ଥିଲା, ଯେଉଁ ମୁକୁଟ ସେ ପିନ୍ଧୁଥିଲା, ହୀରା ଲୀଳା ଖଚିତ ମୁକୁଟ, ଝଟୁକୁଥିଲା ପଡ଼ିକିରି, ଏକଦମ ସାଇନିଂ ପୁରା। ସେ ଯେଉଁ ଉଜ୍ଜଳ ଦେଖାଉଥିଲା, ସେଥିରେ ଏତେ ଦାମିକା ଜିନିଷ ସବୁ ଖଞ୍ଜା ହେଇଥିଲା। ସେ ମୁକୁଟଟି ଭୀମ ଘିନି ଆସିଥିଲା, ଆଣିକରି ଗୋଟେ ସିନ୍ଦୁକ ଭିତରେ ରଖିଦେଇଥିଲା ଲୁଚେଇକିରି। ତୁମେ ଯେତେବେଳେ ରାଜା ହେଲ, ଦିନେ ଖୋଜୁ ଖୋଜୁ ସେ ସିନ୍ଦୁକରୁ ମୁକୁଟଟି ପାଇଲ। ଯେମିତି ମୁକୁଟଟି ପାଇଲ, ତୁମେ ପିନ୍ଧିଦେଲ। ଯେଉଁ ଲୋକ ପ୍ରାଣୀ ହିଂସାକୁ ବିରୋଧ କରେ, ମୃଗୟାକୁ କେବେ ଯାଉନଥିଲା, ସେ ମୁକୁଟଟି ପିନ୍ଧିବା କ୍ଷଣି ତୁମେ ମୃଗୟାକୁ ବାହାରିଲ। ଦେଖନ୍ତୁ ଅନ୍ୟ ଜିନିଷର କି କରାମତି। ତାକୁ ସେ ଅନ୍ୟାୟ ରାଜାର ମୁକୁଟକୁ ପିନ୍ଧିବା ମାତ୍ରେ ତୁମର ମତିଭ୍ରମ ହୋଇଗଲା। ତୁମେ ଶିକାର କରିବାକୁ ବାହାରିଲ। ଶିକାର ତ ଶିଖିନାଅ, କିଛି ମାରିପାରିଲ ନାହିଁ, ଜନ୍ତୁଜୁନ୍ତା କିଛି ବଣରୁ ମାରିପାରିଲ ନାହିଁ। ଶୋଷରେ ଆତୁର ହୋଇ ଶ୍ରମିକ ଋଷିଙ୍କ ଗଳାରେ, ଯେହେତୁ ସେ ନ ଶୁଣିଲେ ତୁମ କଥା ପାଣି ଦେବାକୁ, ତାଙ୍କ ଗଳାରେ ମଲା ସାପଟେ ପକାଇଦେଲ।
ଏବଂ ତାଙ୍କ ପୁଅ ଶୃଙ୍ଗି ଆସି ଆପଣଙ୍କୁ ଅଭିଶାପ ଦେଲା ଯେ 7 ଦିନ ଭିତରେ ତୁମକୁ ତକ୍ଷକ ଦର୍ଶନ ରଖୁ। ତୁମେ ସେତେବେଳେ ନଥିଲ ସେଠି। ଶୃଙ୍ଗି ମୁନି ତାଙ୍କ ପୁଅକୁ ପଠାଇ ତାଙ୍କର ଜଣେ ଶିଷ୍ୟକୁ ପଠାଇ ତୁମକୁ ଜଣାଇଥିଲେ ଯେ ତୁମର 7 ଦିନ ଭିତରେ ମୃତ୍ୟୁ ହେବ, ଅଭିଶାପ ପାଇଛ। ସେତେବେଳକୁ ତୁମେ ମୁକୁଟ ଓହ୍ଲେଇ ସାରିଥିଲ, ତୁମର ସଦ୍ବୁଦ୍ଧି ପୁଣି ଆସିଯାଇଥିଲା। ମୁକୁଟ ସେତେବେଳକୁ ତା କାମ ଦେଖାଇ ସାରିଥିଲା। ତୁମେ ଗଙ୍ଗା କୂଳକୁ ଆସିଲ, ଶୁକମୁନି ଦେଖାହେଲେ, ଏସବୁ ଜିନିଷ ହେଲା, ମୁଁ ଦେଖାହେଲି, ଆଉ ସବୁ ଜିନିଷ ହେଲା, ଶୁକମୁନି କହୁଛନ୍ତି। କିନ୍ତୁ ସେତେବେଳକୁ ମୁକୁଟ ତା କାମ ଦେଖାଇ ସାରିଥିଲା। ତେଣୁ ଏଇଥିପାଇଁ କି ତୁମକୁ 7 ଦିନର ତକ୍ଷକ ଦଂଶନ ଅଭିଶାପ ମିଳିଲା। ଇଏ ହେଲା ମହାଭାରତ, ଏଇ ଭାଗବତ କଥା। ଏବେ ଆସନ୍ତୁ ରାମାୟଣରେ କ'ଣ ଅଛି ଜାଣିବା। ରାମଚନ୍ଦ୍ର ରାଜା ହେବା ପରେ ଥରେ ତାଙ୍କର ନ୍ୟାୟୋଚିତ ନିଷ୍ପତ୍ତି ସବୁ ଜଣେ ଶୁଣାଉଥିଲେ। ଶେଷକୁ ଜଣେ କହିଲା ଯେ ସମସ୍ତ ଲୋକ ଗଲେଣି ଚାଲି, ଗୋଟିଏ କୁକୁର ଫାଟକ ପାଖରେ ଠିଆ ହେଇଛି, ମୋଟେ ଯାଉନି। ବଡ଼ ଆଶ୍ଚର୍ଯ୍ୟର କଥା ଯେ ରାମଚନ୍ଦ୍ର ସବୁ ଜୀବଜନ୍ତୁଙ୍କର ଭାଷା ବୁଝିପାରୁଥିଲେ। ସେ ତ ପୁରୁଷୋତ୍ତମ, ନିଜେ ଭଗବାନ ଥିଲେ ନା। କହିଲେ କୁକୁରକୁ ଡାକ। କୁକୁରକୁ ପଚରା ହେଲା, କ'ଣ ତୋର ଅଭିଯୋଗ କ'ଣ ଅଛି? ନା, ମୁଁ ମୋ ବାଟରେ ରାସ୍ତା କଡ଼ରେ ଗୋଟେ କଡ଼ୁକିରି ଶୋଇଥିଲି, ଯିବା ଆସିବାରେ କାହାର ଅସୁବିଧା କରୁନଥିଲି। ଜଣେ ଲୋକ ସେ ବାଟେ ଯାଉଥିଲା, ସେ ଗୋଟେ ବାଡ଼ି ଆଣି ମୋତେ 3 ଥର ପିଟିଲା, ଖୁବ୍ ଜୋରରେ ପିଟିଲା। ଏଇ ଦେଖନ୍ତୁ ଦାଗ ହେଇଯାଇଛି। ରାଜା ଶୁଣିକିରି ବଡ଼ ବ୍ୟସ୍ତ ହେଲେ। ରାମଚନ୍ଦ୍ର ସାଙ୍ଗେ ସାଙ୍ଗେ ପଠାଇଲେ ସେ କୁକୁରକୁ ଯେ ତୁ ଯା ମୋ ଦୂତ ସାଙ୍ଗରେ ସେ ଲୋକକୁ ଧରି ଆଣ। ଲୋକ ଆସିଗଲା। ରାଜା ପଚାରିଲେ କୁକୁରକୁ, ଆକୁ କି ଦଣ୍ଡ ଦେବା କହ? ତୁ ଯେଉଁ ଦଣ୍ଡ କହିବୁ ମୋ ତରଫରୁ ସେଇ ଦଣ୍ଡ ତାକୁ ଦିଆଯିବ। କୁକୁର କହିଲା, ଏ ଯେଉଁ ପାଖ ଶିବ ମନ୍ଦିର ଅଛି, ସେଠି ତାକୁ ଭଣ୍ଡାର ରକ୍ଷକ କରିଦିଅନ୍ତୁ। ରାଜା ରାମଚନ୍ଦ୍ର କହିଲେ ଏଇଟା ତା'ର ଦଣ୍ଡ ନା ପୁରସ୍କାର ତୁମେ ଦେଉଛ? ନା ନାଇଁ, ଦଣ୍ଡ ଆଜ୍ଞା। ନା କେମିତି? ନା, ମୁଁ ହିଁ ଗତ ଜନ୍ମରେ ଭଣ୍ଡାର ରକ୍ଷକ ଥିଲି ଏଇ ଶିବ ମନ୍ଦିରରେ। ଯେତେବେଳେ ଲୋକ ଦାନ କରନ୍ତି, ପ୍ରଚୁର ଦାନ କରନ୍ତି, ସେଥିରୁ କିଛି କିଛି ମୁଁ ନେଇଯାଉଥିଲି। ମୁଁ ଭଲରେ ଚଳୁଥିଲି। ବହୁତ ସୁନା ଗହଣା, ହୀରା ଲୀଳା, ମୋତି ମାଣିକ୍ୟ ବହୁତ ନେଇଛି। ଯେମିତି ସେବାୟତମାନେ ଅଧିକାଂଶ ମନ୍ଦିରରେ ନେଉଛନ୍ତି। ଯେମିତି ଅଯୋଧ୍ୟାରେ ଚୋରି ହେଲା, ଟଙ୍କା ଗଣତି କରୁ କରୁ କିଛି ଲୋକ ତା ଦେହରେ ପକେଟରେ ପୁରେଇ ସବୁଦିନ ଚାଲିଲେ। ସେମିତି ମୁଁ ମଧ୍ୟ, ଆପଣମାନେ ଜାଣିଛନ୍ତି। ତେଣୁ ସେ କୁକୁର କହୁଛି ମୁଁ ମଧ୍ୟ ସେଇଠି ସେମିତି ଏଇ କାମ କରୁଥିଲି। ବହୁତ ସୁନା ରୂପା ଅଳଙ୍କାର ଆଉ ପଇସା ପତ୍ର ନେଇଯାଇଛି। ପ୍ରତିଦିନ କିଛି ମୁଁ ନେଇଯାଏ, ଗୁଡ଼ାଏ ତ ମିଳେ ନା। ଏ ଜନ୍ମରେ କୁକୁର ହେଲି। ତାକୁ ଦୟାକରି ଏ ଭଣ୍ଡାର ରକ୍ଷକ ପଦରେ ନିଯୁକ୍ତି କରିଦିଅନ୍ତୁ। ତା'ର ନିଶ୍ଚୟ ଲୋଭ ହେବ, ସେ ନେବ, ପୁଣି ତା ପର ଜନ୍ମରେ ସେ ମୋ ଭଳି କୁକୁର ହେବ। ରାମଚନ୍ଦ୍ର କହିଲେ ତଥାସ୍ତୁ। ଲୋକଟି କିନ୍ତୁ ଆନନ୍ଦରେ ପଳେଇଲା। କହିଲା ଯା ହଉ, କୁକୁରକୁ ବାଡ଼େଇଥିଲି ବୋଲି ମୁଁ ଆଜି ଭଣ୍ଡାର ରକ୍ଷକ ହେଲି। କିନ୍ତୁ କାହିଁକି ଭଣ୍ଡାର ରକ୍ଷକ ହେଲା, କ'ଣ ହେଲା, ସେ କଥା କୁକୁର କହିଲା, ରାମଚନ୍ଦ୍ର ବୁଝିଲେ। ଅନ୍ୟ କେହି ଶୁଣିପାରିଲେ ନା ବୁଝିପାରିଲେ ନାହିଁ। ଇଏ ହେଲା ରାମାୟଣ କଥା। ଏବେ ଆସନ୍ତୁ ଗୀତ ଗୋବିନ୍ଦ ଆଉ ଜୟଦେବଙ୍କ ପାଖକୁ ଯିବା। ଗୀତ ଗୋବିନ୍ଦର ରଚୟିତା ଜୟଦେବ ଭଗବାନଙ୍କର ପରମ ଭକ୍ତ ଥିଲେ, ଯାହାଙ୍କ ପାଇଁ ଭଗବାନ ନିଜେ ଆସି ତାଙ୍କର ଯେଉଁ ପଦ ଲେଖୁଥିଲେ ତାକୁ ପୂରଣ କରିଦେଇଥିଲେ। ଦେହି ପଦ ପଲ୍ଲବ ମୁଦାରମ୍ ଲେଖିଦେଇଯାଇଥିଲେ। ଜୟଦେବ ପଛରେ ଜାଣିଲେ, ତାଙ୍କ ସ୍ତ୍ରୀକି କହିଲେ ତୁମେ ବଡ଼ ଭାଗ୍ୟବାନ। ମୁଁ ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଦର୍ଶନ ପାଇଲିନି, କିନ୍ତୁ ତୁମେ ତାଙ୍କ ଦର୍ଶନ ପାଇଲ। ନା, ମୁଁ ଦର୍ଶନ ପାଇଲେ କେଉଁ ଜାଣିପାରିଲି କି ସେ ଭଗବାନ ବୋଲି? ତମେ ତ ତମ ରୂପରେ ସେ ଆସିଥିଲେ ନା। ତଥାପି ତୁମେ ତାଙ୍କୁ ଦେଖିଛ ନା, ସେ ଯେଉଁ ରୂପ ନିଅନ୍ତୁ ଭଗବାନ ହିଁ ଆସିଥିଲେ। ତେଣୁ ସେଇ ଜୟଦେବ ଯେତେବେଳେ ରାଜାଙ୍କ ଦ୍ୱାରା ପୁରସ୍କୃତ ହେଲେ, ଥରେ ବହୁତ ହୀରା ଲୀଳା ମୋତି ମାଣିକ୍ୟ ଗୋଟେ ଜାଗାରେ ଭର୍ତ୍ତି କରି ଦିଆଗଲା। ସେ ଆଣିବାକୁ ଆଦୌ ମନା କରୁଥିଲେ ଏଇ ଦ୍ରବ୍ୟ ଦୋଷ ଯୋଗୁଁ। କହିଲେ ଇଏ ମୋ ଦ୍ରବ୍ୟ ନୁହଁ, ମୁଁ ନେବି ନାହିଁ, ଏଇଟା ସର୍ବସାଧାରଣଙ୍କ ଜିନିଷ, ୟାକୁ ମୁଁ କାହିଁକି ନେବି? ଆପଣ ମୋତେ ପ୍ରଶଂସା କଲେ ଠିକ୍ ଅଛି, କିନ୍ତୁ ଏ ଜିନିଷ ଦିଅନ୍ତୁ ନାହିଁ। ରାଜା ବାଧ୍ୟ କରି ତାଙ୍କୁ ଜିନିଷ ତିକ ଦେଲେ। ସେ ବଡ଼ ଚିନ୍ତାଗ୍ରସ୍ତ ହେଇ ବାଟରେ ଆସୁଥାନ୍ତି। ଏତିକିବେଳେ ଚୋରମାନେ ତାଙ୍କଠୁ ଜବରଦସ୍ତି ଛଡ଼େଇ ନେଇଗଲେ। ସେ ସବୁ ଯାହା ମିଳିଥିଲା ରାଜାଙ୍କ ଠାରୁ ଉପହାର ସବୁତିକ ଛଡ଼େଇ ନେଇଗଲେ। ଛଡ଼େଇ ନେଲେ ଖାଲି ନୁହଁ, ତାଙ୍କ ହାତ ଦୁଇଟାକୁ କାଟିକିରି ତାଙ୍କୁ ଗୋଟେ ଶୁଖିଲା କୂଅ ଭିତରେ ପକାଇଦେଲେ। ପାଣି ନାହିଁ ସେ କୂଅରେ। ଯେତେବେଳେ ରାଜକାର୍ଯ୍ୟ ପାଇଁ କି କୌଣସି ଦରକାର ପଡ଼ିଲା, ରାଜର ଦୂତମାନେ ଗଲେ ସେ କୂଅରୁ ପାଣି ଆଣିବାକୁ। ଜୟଦେବ ବଡ଼ ପାଟିରେ କହିଲେ ପକାଅନି, ବାଲ୍ଟି ପକାଅନି, ଇଏ କୂଅଟା ଶୁଖିଲା କୂଅ, ମୋ ମୁଣ୍ଡରେ ବାଜି ମୋ ମୁଣ୍ଡ ଫାଟିଯିବ। ଜୟଦେବଙ୍କ କଣ୍ଠସ୍ୱର ଶୁଣି କୂଅ ଭିତରୁ ତାଙ୍କୁ ଉଦ୍ଧାର କରାଗଲା। ଯେତେବେଳେ ରାଜାଙ୍କ ପାଖକୁ ଅଣାଗଲା, ସେତେବେଳେ ସେ 4 ଜଣଙ୍କୁ ମଧ୍ୟ ଗିରଫ କରାଗଲା, ଆରେଷ୍ଟ କରାଗଲା।
ଯେ ଜୟଦେବଙ୍କୁ ପଚରାଗଲା ଏମାନଙ୍କୁ କ'ଣ ଦଣ୍ଡ ଦିଆଯିବ। ନା ଏମାନେ ମୋର ମିତ୍ର, ଏମାନେ ମୋର ମିତ୍ର, ଏମାନଙ୍କୁ ଯାହା ହବନ ତାହା ଉପହାର ଦେଇ ବିଦା କରିଦିଅନ୍ତୁ। ତେଣୁ ରାଜା ବି ଆଶ୍ଚର୍ଯ୍ୟ ହେଲେ, କହିଲେ ଜୟଦେବ ତ କେବେ କାହାକୁ କିଛି ମାଗନ୍ତିନି ଆଜି ପର୍ଯ୍ୟନ୍ତ। ସିଏ ଯେତେବେଳେ କହୁଛନ୍ତି ଯେ ଚୋର ଚାରିଟାଙ୍କୁ ଏଇ ମାନେ ଅଭିଯୁକ୍ତ ଚାରିଜଣଙ୍କୁ ଧନରତ୍ନ ଦେବାକୁ ରାଜା ରାଜି ହେଇକି ଦେଲେ। ତାଙ୍କୁ ଧନରତ୍ନ ଦେଲେ ଖାଲି ନୁହଁ, ଗୋଟେ ସୈନିକକୁ ପଠାଇଲେ, କହିଲେ ଚାରିଜଣଙ୍କ ସାଙ୍ଗରେ ଯାଅ, କିଛି ବାଟରେ ତାଙ୍କୁ ଛାଡ଼ି ଦେଇ ଆସିବ, କାଳେ ତାଙ୍କଠୁ ପୁଣି କିଏ ନେଇଯିବ। ବାଟରେ କିନ୍ତୁ ସେ ସୈନିକଟି ଯିଏ ଆସିଲା ସେ ପଚାରିଲା ସେ ଚାରିଜଣଙ୍କୁ, କହିଲେ ଆଜ୍ଞା ଆପଣ ତ କାହିଁ ଉପକାର କାହାର କଲା ଭଳି ଦେଖା ହେଉନାହାନ୍ତି ଆପଣଙ୍କ ଚେହେରାରୁ, ଆପଣ ଜୟଦେବଙ୍କର ମିତ୍ର କେମିତି ହେଲେ? ସେ କହିଲେ ନାଇଁ ନାଇଁ ଆମେ ତାଙ୍କୁ ଥରେ ମାରିଦେବାକୁ ବସିଥିଲୁ, କିନ୍ତୁ ତାଙ୍କ ଉପରେ ଦୟାକରି ଆମେ ତାଙ୍କ ନ ମାରିକି ତାଙ୍କୁ ବଞ୍ଚେଇକି ରଖିଲୁ, ଯେଉଁ ଯୋଗୁଁ ଆମେ ଦଣ୍ଡ ଭୋଗିଲୁ, ଆମକୁ ମାରିଦେବାର ଥିଲା, ସିଏ ଆମର ମିତ୍ର। ତେଣୁ ଏତିକି ମିଛ କହିବା ଯୋଗୁଁ ସାଙ୍ଗେ ସାଙ୍ଗେ ପୃଥିବୀ ଫାଟିଗଲା ସେ ଜାଗାରେ ଏବଂ ସେ ଚାରିଜଣ ଯାକ ଗଳି ପଡ଼ିଲେ, ଜୀବନ୍ତ ସମାଧି। କିନ୍ତୁ ସେମାନେ ଯେତେବେଳେ ପୃଥିବୀ ତଳକୁ ଚାଲିଗଲେ, ପାତାଳକୁ ଗଲେ ଚାଲି, ମରିଗଲେ ଚାରିଜଣ ଯାକ, ଜୟଦେବ କାନ୍ଦିଲେ, କହିଲେ ଦେଖ ଏମିତି କ'ଣ ସବୁ ଦଣ୍ଡ ଦିଆଯାଏ, ଭଗବାନ ଏଇଟା ଠିକ୍ କଲେନି। ତାଙ୍କ ଆଖିରୁ ଲୁହକୁ ପୋଛିବାକୁ ଯେତେବେଳେ ହାତ ବଢ଼ିବାକୁ ଚାହିଁଲେ, ହାତ ତ କଟା ହେଇଥିଲା, ସାଙ୍ଗେ ସାଙ୍ଗେ ତାଙ୍କ ହାତ କଅଁଳିକିରି ହାତ ହୋଇଗଲା, ଅସମ୍ଭବ କଥା। ସେ ହାତରେ ଲୁହ ପୋଛିଲେ ଏବଂ ସେ ଜାଣିଲେ ଯେ ଏଇ ଦ୍ରବ୍ୟ ଯେଉଁ ଦୋଷ ଯୋଗୁଁ ଯେଉଁ ଯୋଗୁଁ ମୋ ଉପରେ ଲାଗିଥିଲା, ମୁଁ ଭୋଗିଥିଲି, ସେଇ ଦ୍ରବ୍ୟ ଦୋଷ ଯୋଗୁଁ ଏ ଡକାୟତମାନେ ଏତେ ମିଛ କହିଲେ ସାମାନ୍ୟ ଦ୍ରବ୍ୟ ପାଇଁକି ଯେ ସେମାନେ ପାତାଳଗାମୀ ହୋଇଗଲେ। ତେଣୁ ସେଇଥିପାଇଁକି ପରଦ୍ରବ୍ୟ ଅପହରଣକାରୀକୁ ବଶିଷ୍ଠ ସ୍ମୃତିରେ ଆତତାୟୀ ବୋଲି କୁହାଯାଇଛି। କ'ଣ କୁହାଯାଇଛି ନା ବଶିଷ୍ଠ ସ୍ମୃତି ଅନୁସାରେ ଅଗ୍ନିଦୋ ଗରଦଶ୍ଚୈବ ଶସ୍ତ୍ରପାଣି ଧନାପହ କ୍ଷେତ୍ର ଦ୍ୱାରାପହର୍ତ୍ତାଚ ଷଡ଼େତେ ହାତତାୟୀନ, ଅର୍ଥାତ୍ ଅଗ୍ନି ସଂଯୋଗକାରୀ, ବିଷ ପ୍ରଦାନକାରୀ, ଶସ୍ତ୍ର ହସ୍ତରେ ହତ୍ୟା ପାଇଁ ଉଦ୍ୟତ ହେବା ବ୍ୟକ୍ତି, ଧନ ଅପହରଣକାରୀ, ଜମି ହଡ଼ପକାରୀ ଏବଂ ସ୍ତ୍ରୀ ଅପହରଣକାରୀ, ଇଏ 6 ପ୍ରକାର ଲୋକ ହେଉଛନ୍ତି ଆତତାୟୀ। ଏମାନଙ୍କୁ ବଦ୍ଧ କଲେ କୌଣସି ଦୋଷ ବା ପାପ ଲାଗେ ନାହିଁ। କିନ୍ତୁ ଆମ ମନ ଭିତରକୁ ଆସୁଥିବା ଲୋଭ ସିନା ଏସବୁ ଶସ୍ତ୍ର ଖୋଜିଲେ ହେବ। ଆମର ତ ଲୋଭ ଯେତେବେଳେ ହେଉଛି, ଆମେ ଯେତେବେଳେ ବାଟରେ ସୁନାମୁଣ୍ଡା ଦେଖୁଛେ କି କାହାର ମନି ପର୍ସଟା ଦେଖୁଛେ, ସେଥିରେ 50,000 ଟଙ୍କା ଅଛି, କେତେ ଲୋକ ଅଛନ୍ତି ଯିଏ ନେଇକରି ପୋଲିସ୍ ଷ୍ଟେସନରେ ଦେବେ ବା କହିବେ ମୁଁ ଏଇଟା ବାଟରୁ ପାଇଲି, ମୋର ଏଥିରେ କିଛି ଅଧିକାର ନାହିଁ। ଅଛନ୍ତି ଲୋକ ଯେ ନାହାନ୍ତି, ଏମିତି ଲୋକ ନାହାନ୍ତି ଏମିତି କହିହେବନି, କିନ୍ତୁ ତାଙ୍କ ସଂଖ୍ୟା କୋଟିକରେ ଗୋଟିଏ। ତେଣୁ ଯେଉଁ ଲୋଭ ଆମର ପରଦ୍ରବ୍ୟ ପ୍ରତି, ଏଥିରେ ଯେଉଁ ଦୋଷ ଲାଗେ, ସେ ଦୋଷଟା ନାଗସାପର ବିଷଠୁ ଆହୁରି ଭୟଙ୍କର। ଏତିକି ଯେମିତି ସବୁଦିନ ପାଇଁ ମନେ ରହେ। ଆଜି ପାଇଁ ଏତିକି। ଯଦି ଅଧ୍ୟାୟଟି ଭଲ ଲାଗିଲା ସାଙ୍ଗମାନଙ୍କ ସହିତ ହ୍ୱାଟ୍ସଆପ୍ରେ ସେୟାର କରିବେ, ଅଧ୍ୟାୟଟିକି ଲାଇକ୍ କରିବେ, ଆଉ ଯେଉଁ ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲ୍ ତାକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲି, ନମସ୍କାର।